उत्साहं प्रबोधं गतजीवनं प्रणयप्रमोदजानदीपनं वन्दे जीवनजीवनं शतवर्षं परमदय परम प्रेममय श्री ठाकुर परमाराध्य जगज्जननी श्री श्री बर्मा परम पूज्यपाद श्री श्री बर्मा परम पूज्यपाद श्री श्री आचार्य इष्टभर समस्त शिक्षण कोटि प्रणाम निवेदन करें। आज सांख्य सत्संग उपस्थित पूज्य बर्मा आधिकारिक कर्ममंडली उपस्थित गुरुभ्राता स्नेह मातृ मंडली छोट छोट पिलाମାନେ ସମସ୍ତ ପ୍ରତି ପ୍ରଣାମ ଜଣାଇବୁ। ଆଜିର ଏହି ସତ୍ସଙ୍ଗ ଭାଦ୍ର ପୂର୍ଣ୍ଣିମା ଉପଲକ୍ଷେ ତଥା ଆମ ସାନ ଭଉଣୀ ରୂପାଲୀର ଜନ୍ମଦିବସ ଏହି ଉପଲକ୍ଷେ ପଣ୍ଡିତଙ୍କ ଭଗବାନ ନିବେଦନ କରୁଛୁ। ସର୍ବପ୍ରଥମେ ତାର ପଞ୍ଚମହାଜୀବ ନିଷ୍ଠିଭୂତ ହୋଇଉଠୁ, ତା ପରିବାର ସମସ୍ତେ ଇଷ୍ଟମାନେ ଉଠନ୍ତୁ, ଠାକୁର ନେଇ ସମ୍ପୂର୍ଣ୍ଣ ପରେ ଚାଲୁ ଏହି ପର୍ଯ୍ୟନ୍ତ ନିବେଦନ କରେ ଏବଂ ଉପସ୍ଥିତ ସମସ୍ତ ପଞ୍ଚମହାଜୀବ ନିଷ୍ଠିଭୂତ ହୋଇ ଉଠୁ ତାକୁ ସବୁ ଭଗବାନ ନିବେଦନ। ଆଜିର ଏହି ଜନ୍ମଦିବସର ସତ୍ସଙ୍ଗ ଯେ କହିବାକୁ ଚାହିଁବି, ଯେତେବେଳେ ରୂପାଲୀ ଛୋଟ ଥାଏ ତାର ଜନ୍ମ ସମୟରୁ ଶାରୀରିକ ବହୁତ ଅସୁସ୍ଥ ଥାଏ। ଡକ୍ଟର ଶଶିକାନ୍ତ ପଣ୍ଡା ତା ଟ୍ରିଟମେଣ୍ଟ କରୁଥାନ୍ତି ସେ ସମୟରେ, ତାର ଜାତକ ଗୋଷ୍ଠୀରେ ତାର ଆୟୁଷ ବିଶେଷ ନଥାଏ, 6 ବର୍ଷ ହିଁ ତା ଶେଷ ଆୟୁଷ ଥାଏ। ଏ କଥା ଯେତେବେଳେ ବାପା ମା ଅଜା ଜାଣିଲେ ଚିନ୍ତା ଆସେ ପରମ ପିତା ପାଖେ ନିବେଦନ କରିବା ପାଇଁ। ସେ ସମୟରେ ଠାକୁରବାଡ଼ି ଆମେ ସମସ୍ତେ ଯାଉ। ସେ ସମୟରେ ପରମ ପୂଜନୀୟ ରାଙ୍ଗମାଥି ଥିଲେ, ତାଙ୍କ ପାଖରେ ଏ କଥା ନିବେଦନ କରାଯାଏ ଯେ ଛୁଆର ଏଭଳିଆ ଗୋଷ୍ଠୀରେ ଅଛି, ରାଙ୍ଗମାତାଙ୍କୁ ବାପା ମାଙ୍କୁ খুব রক্ষা মন্ত্রে কুহতি বাবা মা হয়ে এমন বলতে হয়। সেইটি আশীর্বাদ হয়েছিল যে ছুয়াকে কহব নিজ হাতে ইষ্টভূতি করব, সকাল সন্ধ্যা প্রার্থনা করব, গুরু গুরুজন প্রণাম করব এবং তার প্রত্যেক জন্মদিনে গোটে সৎসঙ্গ হব। এতিকি ହିଁ তার আশীর্বাদ ଥିଲା। ଯେଉଁ জীবনটা 6 ବର୍ଷରେ ଲିଭି ଯାଇଥାନ୍ତା, ଯେଉଁ জীবন ପ୍ରତିପଦ 6 ବର୍ଷ ଲିଭି ଯାଇଥାନ୍ତା, ଆଜି ସେ ବିବାହ କରି ମା ମଧ୍ୟ ହେଇସାରିଲାଣି। ତେଣୁ ମୁଁ ବହୁତ ସମୟ ଚିନ୍ତା କରେ ସେ କଥା, ଯେତେବେଳେ ଏକା ବସିଥାଏ ଅନେକ କଥା ଚିନ୍ତା ଆସେ। ଯଦି ଆମେ ତଥାକଥିତ ଭାବରେ ଗେରୁଆ ବସ୍ତ୍ରଧାରୀ ବାବା ମାଙ୍କ ପାଖକୁ ଯାଇଥାନ୍ତୁ, ସେ ନିହାତି ବଳି ଦେବା କଥା କହିଥାନ୍ତେ, ମାଞ୍ଚି କରିବା କଥା କହିଥାନ୍ତେ, କିନ୍ତୁ ପରମ ପିତାଙ୍କ ଦରବାରରେ ସେମିତି କିଛି ନାହିଁ। ଆଉ ପରମ ପୂଜ୍ୟ ଆଚାର୍ଯ୍ୟ ସେ କଥା ତଥାସ୍ଥ ବୋଲି କିଛି ନାହିଁ। ଆମେ ଟିଭି ସିରିଏଲ ଦେଖି ଦେଖି ତଥାସ୍ଥ ଶିଖି ଯାଇଛୁ। ମୁଁ ପୂଜା କରେ ସାଙ୍ଗେ ଫଳ ଦରକାର, କିନ୍ତୁ ଗୁରୁ ଦରବାରରେ ତାହା ହୁଏ ନା। ସେ ବାଟ ବତେଇ ଦିଅନ୍ତି, ସେଥିପାଇଁ ତ ଜୀବନରେ ଗୁରୁ ଦରକାର। ଯେମିତି ମୋତେ ଜଣେ ମୋ ସାଙ୍ଗ କହିଥିଲା, ମୁଁ ଦୀକ୍ଷା ନେବି ମୋ ଲାଭ କି ହବ? ଆମେ ଏଲୋପାଥି ମେଡିସିନ ଖିଆ ଅଭ୍ୟାସ ତ, ମେଡିସିନ ତ ସାଙ୍ଗେ ସାଙ୍ଗେ ଛାଡ଼ି ଯିବ। ଦୀକ୍ଷା ନେଇ ମୋର ଲାଭ କ'ଣ ହବ? ମୁଁ ଗୋଟେ କଥା କହିଥିଲି, ତା ସାମ୍ନାରେ ଗାଈ, ତାର ଘର ଗାଈ ବନ୍ଧା ହେଇଥିଲା, ବସଛୁ। ତାକୁ ମୁଁ କହିଲି, ତୋର ଯେଉଁ ଗାଈଟା ରୋଡ଼ ସେପଟେ ବନ୍ଧା ହେଇଛି, ଖୁଣ୍ଟରେ ବନ୍ଧା ହେଇଛି, ସେ ଘାସ ଖାଇ ସେ ଜାଗାରେ ସଫା କଲା ପରେ ପୁଣି ଆଉ ଜାଗାକୁ ଯିବ। ଯେହେତୁ ବନ୍ଧା ହେଇଛି ତା ମନ ଇଚ୍ଛା ଯାଇପାରିବ ନାହିଁ। ସେ ଖୁଣ୍ଟଟା ଯେଉଁ ରସିଟା ବାନ୍ଧା ହେଇଛି, ସେଇଭଳିଆ ଗୁରୁଙ୍କ ପାଖରେ ଯେତେବେଳେ ଦୀକ୍ଷା ମଧ୍ୟ ଯୋଡ଼ିବ, ସେ ତ ଆମର ଗୋଟେ ରସି ମାନେ ତାଙ୍କର ହାତରୁ ଗୋଟେ ରସି ଆମ ପାଖରେ ଆସି ବନ୍ଧା ରୁହେ। ଆମେ ଇତସ୍ତତା ପର୍ଯ୍ୟନ୍ତ ଯାଇପାରିବୁ, ଯିବା ନାହିଁ। ଆମର ମନଟାକୁ ସେ ନିଜ ହାତକୁ ନେଇ ନିଅନ୍ତି, କାହିଁକିନା ମନଟା ସବୁଠୁ ବଦମାସ। ଯଦି ତୋର ଜୀବନରେ ଠାକୁର ଥାଆନ୍ତି, ତୁ ଯଦି ଇଷ୍ଟପତି ନାମ ପ୍ରାର୍ଥନା ଠିକଠାକ ବିଧାନ କରୁଥାଉ, ତାହେଲେ ତୋର ମନଟା ଏବେ ହଉଥିବ ମୁଁ ରୋଡ କ୍ରସ୍ କରି ଗାଈଟାକୁ ସେ ଜାଗାରୁ ସେ ତ ଘାସ ଖାଇସାରିଛି, ତାକୁ ଘୁଞ୍ଚେଇ ଦେବି, ଆଉ ଜାଗାକୁ ଯିବି, ନେଇଯିବି ଏବଂ ତୋର ଉଠିକି ରୋଡ କ୍ରସ୍ କରିବା ଭିତରେ ତୋର ଆକ୍ସିଡେଣ୍ଟ ହେବାର ଯୋଗ ଥିବ, ଗୁରୁ ସେଇଠି ତୋତେ ଅଟକେଇ ଦେବେ, ତୋର ଜୀବନଟା ଆୟୁଷ ବଢ଼େଇ ଦେବେ। এই ହିଁ ଗୁରୁ। ବହୁତ କଥା ତ ଆସେ, ଗୁ ମାନେ ଅନ୍ଧକାର, ରୁ ମାନେ ଆଲୋକ। ଯେ କେଉଁ ଅନ୍ଧକାର କେଉଁ ଆଲୋକ? ଆମ ମାନସିକ ଅବସ୍ଥା, ଜ୍ଞାନର ଅନ୍ଧକାର ଆଲୋକକୁ ଆଣି ନିଅନ୍ତି। ଆମେ ପ୍ରକୃତ ସମସ୍ତେ ହିଁ ମୂର୍ଖ। ମାନେ ଯେତେ ବଡ଼ ବଡ଼ ପାହାଡ଼ ଥାଉ ନା, ଆଚାର୍ଯ୍ୟଙ୍କ ସାନ୍ନିଧ୍ୟକୁ ଯାଆନ୍ତୁ, ଆଚାର୍ଯ୍ୟଙ୍କ ଚରଣୀକୁ ଦେଖନ୍ତୁ, ଆମେ ଦେଖିଲେ ହିଁ ଜଣାପଡ଼େ ସେ କେତେ ଗମ୍ଭୀର। କାହିଁକିନା ଆମେ ମୂର୍ଖ ହେଇଥିବେ, ମୁଁ କହୁଛି ଆମ ଜୀବନରେ ଧୈର୍ଯ୍ୟ ନାହିଁ। ସାଙ୍ଗେ ସାଙ୍ଗେ ଆମେ ବହୁତ ଅଧୈର୍ଯ୍ୟ, କିଛି ଗୋଟେ ହେଇଗଲା ସାଙ୍ଗେ ସାଙ୍ଗେ ଅଧୈର୍ଯ୍ୟ। ଆମ ଜୀବନରେ ଧୈର୍ଯ୍ୟ ନାହିଁ। ଧୈର୍ଯ୍ୟ ଧରିବା ପାଇଁ ଶିଖାଯାଏ, ପ୍ରଥମେ ଆମକୁ ଶାନ୍ତ ହେବାକୁ ପଡ଼ିବ। ଯେତିକି ଆପଣ ଚୁପ୍ ରହିବେ ସେତିକି ଧୈର୍ଯ୍ୟ ଧରିବା ଶିଖିବେ। କାରଣ ଯେତିକି ଆମେ ଚୁପ୍ ରହିବେ, ମନ ସ୍ଥିର ରହିବ ଏବଂ ନାମ କରିବା ସମୟ ମିଳିବ।
କରିବା ଯେତିକି ଅଭ୍ୟାସ କରିବ ଆମ ମନ ସେତିକି ଶାନ୍ତ ହେବ। ନେଗେଟିଭ ଥିଙ୍କିଂ ଅଟୋମେଟିକ୍ ଦୂରେଇ ଯିବ। ମୁଁ ସେ ବୁଝିଲେ ଟିଙ୍କୁ ତାଙ୍କୁ ଗୋଟେ କୋଶ୍ଚିନ୍ କରିଥିଲି, ମୋ ଭିତରେ ଗୋଟେ ଭୟ ମାନେ ବହୁତ ଯାହା ହେଇଗଲା 2014-15 ମସିହା କଥା। ମୁଁ ତାଙ୍କୁ କହିଥିଲି ମୋ ଭିତରେ ଅଜଣା ଭୟ ସୃଷ୍ଟି ହେଉଛି। সে এত স্নেহভাবে গোটে কথা কইলে কেনরে তোর কি হয়েছে ভয় কেন? ঠাকুর আছেন, মায়া সংসারে ভালোভাবে চলতে হয়, ঠাকুরের মাথায় নিয়ে চলতে হয়। তারপরে ମୁଁ କିଛି ଜାଣିନି, ଆମକୁ ଇଷ୍ଟ ସଙ୍ଗ କରିବାକୁ ପଡ଼ିବ। ତାଙ୍କର ଚାଲି ଚଳନ କଥା କହିବା ଷ୍ଟାଇଲ ବସିବା ଷ୍ଟାଇଲ ସବୁ ଜିନିଷ ଦେଖିବାକୁ ପଡ଼ିବ। ଥରେ ମୋ ନିଜ ବଡ଼ ଭାଇ ପରମ ପୂଜ୍ୟ ଶିଶି ଦାଦାଙ୍କର ଗୋଟେ କଥା କହୁଥିଲେ ଯେ ଦାଦା ଯୋଉ ଶୈଳୀରେ ସେ ବସନ୍ତି ସେଟା ଗୋଟେ ଗୋଟେ ଯୋଗ ମୁଦ୍ରା। ବର୍ତ୍ତମାନ ଆଚାର୍ଯ୍ୟ ବି ବସୁଛନ୍ତି, ଆମମାନେ କେବେ ଚିନ୍ତା କରୁଛୁ ଆମେ ତାଙ୍କୁ ଦେଖିକି ଶିଖିବା? ନାଇଁ, ଆମେ ଏତେ ଅଧୈର୍ଯ୍ୟ, ଆମେ ମାନେ କେବଳ ଯାଉ ତାଙ୍କ ପାଇଁ ଆମ ଦୁଃଖ ନିବେଦନ କରିବା ପାଇଁ। ଆମେ କେବେ ବୁଝି ତାଙ୍କ ଦେହ କେମିତି ଅଛି ଆମେ କେବେ ବୁଝିନୁ। ଆମେ ମାନେ ଆମର ସମସ୍ତ ମଙ୍ଗଳ କାମନା କରୁ, ତାଙ୍କର ମଙ୍ଗଳ କାମନା କେବେ କରୁଛୁ? ଆମେ କେବେ କରୁଛୁ? ଠାକୁର ସୂତ୍ର ସତ୍ୟନାରାୟଣ ଲେଖିଦେଲେ ଅପରର ମଙ୍ଗଳ କାମନା ନିଜ ମଙ୍ଗଳ ପ୍ରସ୍ତୁତି। ଆମେ କରିବା ପାଇଁ ଶିଖିବା ଦରକାର, କାହା ପାଇଁ କରିବା ଶିଖିବା ଦରକାର। କମ୍ ସେ କମ୍ କିଛି ନହେଲେ ତାର ମଙ୍ଗଳ ପାଇଁ ପ୍ରାର୍ଥନା କରିପାରିବା। ପରମ ପୂଜ୍ୟ ଶିଶୁ ବର୍ଦ୍ଧାର କହନ୍ତି ମୁଁ ଯେତେବେଳେ ବି ଠାକୁର ପାଖରେ ପ୍ରଣାମ କରେ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରେ। ସେଥିପାଇଁ ତ ସେ କୁଳ ମାଲିକ ଅହଂ ବ୍ରହ୍ମ ପରବ୍ରହ୍ମ କୁଳ ମାଲିକ ରାଧାସ୍ୱାମୀ ଦ୍ୱାରକ ଶ୍ରୀଚରଣ ପ୍ରଣାମ। ଆମେ ଏଥିପାଇଁ ପ୍ରଣାମ କରୁଛୁ। ସେ କୋଉ କୁଳର ମାଲିକ? ମୋ କୁଳର, ଆପଣଙ୍କ କୁଳର, ସେ ସାରା ଜଗତର ସବୁ କୁଳର ମାଲିକ। ବେଙ୍ଗ ମାଙ୍କଡ଼ କଙ୍କଡ଼ା ବିଛା ଯାହା ବି ଅଛନ୍ତି ସବୁ କୁଳର ସେ ମାଲିକ। ସେଇଥିପାଇଁ ତ ସେ କୁଳ ମାଲିକ। ସେ ସଦ୍ଗୁରୁ ପୁରୁଷୋତ୍ତମ କଳିଯୁଗର ଶେଷ ଅବତାର। ଏଟା ଆମେ କହୁନୁ, ଶାସ୍ତ୍ର ବି ପ୍ରମାଣ ଦେଇଛି, ମାଳିକାରେ ମଧ୍ୟ ସେ କଥା ଅଛି। ତ ତାଙ୍କ ଶରଣକୁ ଆସିବା ପାଇଁ ଗୋଟେ ମାତ୍ର ମାଧ୍ୟମ ଦୀକ୍ଷା। ଦୀକ୍ଷା ନା ଠାକୁର ଦୀକ୍ଷା ଦକ୍ଷତା ବଢ଼ାଏ। ଆମ ଦକ୍ଷତା ବଢ଼ାଇବା ପାଇଁ ଦୀକ୍ଷା। ଦକ୍ଷତା ଆମ କୋଉଥିରେ ବଢ଼ିବ? ପ୍ରଥମେ ଧୈର୍ଯ୍ୟ ଧରିବା ଶିକ୍ଷା ଦରକାର। ସ୍ୱର୍ଗତ ସୁଦାନନ୍ଦ ଶର୍ମା ଗୋଟେ ସତ୍ସଙ୍ଗରେ ମୁଁ ଛୋଟ ଥାଏ ମୁଁ ଶୁଣିଛି ତା ରାଜନରୁ ଆମେ ମାନେ ଏତେ ଭାବରେ ସାମାଜିକ ପରିସ୍ଥିତି ଭିତରେ ଘଷି ହେଉଛୁ ଯେ ପ୍ରତ୍ୟେକ ମୁହୂର୍ତ୍ତଟା ଆମକୁ ବିପଦମୟ ଲାଗୁଛି, ବିପଦ ଲାଗୁଛି, ସବୁବେଳେ ମନଟା ଅସ୍ଥିର ହେଉଛି। ମନକୁ ସ୍ଥିର ଏବଂ ଗ୍ରହଣକ୍ଷମ କରେ ନାମ ଧ୍ୟାନ। ଠାକୁର ସତ୍ୟନାରାୟଣ ଲେଖି ଦେଇଛନ୍ତି। এবং পুণ্যপত্রে ସେ ଆଉ ଗୋଟେ କଥା ବି କହିଛନ୍ତି, ତୁ ଗୋ ହତ୍ୟା କରିଥା, ବ୍ରହ୍ମ ହତ୍ୟା କରିଥା, ସ୍ତ୍ରୀ ହତ୍ୟା କରିଥା, ଭ୍ରୂଣ ହତ୍ୟା କରିଥା, ଯାହା ପାପ ତାପ କରିଥା ସବୁ ମୁଁ ବୁଝିଦେବି, ହେଲେ ମୋ ପାଖକୁ ଆଏ। ତାଙ୍କ ପାଖକୁ ଆସିବା ରାସ୍ତା ଯାହା ଦୀକ୍ଷା। କିନ୍ତୁ ସେଇ କଥାଟା ଆମେ କେତେ ଗୁରୁତ୍ୱ ଦଉ? ଆଜି ପର୍ଯ୍ୟନ୍ତ କିଏ ମହାପୁରୁଷ କହିଛନ୍ତି ଏତେ ଗୁରୁତ୍ୱପୂର୍ଣ୍ଣ କଥା? ସଦୀକ୍ଷାରେ ଦେଖିଥିବ ସତ୍ନାମ ମାନଙ୍କର ସତ୍ସଙ୍ଗରେ ଆଶ୍ରୟ ଗ୍ରହଣ କରି ନିଶ୍ଚୟ କହୁଛି ମୋ ଉନ୍ନୟନ ପାଇଁ ଭାବିବାକୁ ପଡ଼ିବ ନାହିଁ। ଆମେ ସବୁବେଳେ ଆମ ଉନ୍ନୟନ ପାଇଁ ଭାବୁଛୁ, କିଛି ଲାଭ ନାହିଁ, ଫଙ୍କା। ଆମେ ନିଜର ଉନ୍ନତି ଆମେ କରିବା କେମିତି? କିଛି କେହି ଆମେ କରିପାରିବାନି ନିଜର ଉନ୍ନତି। ଘର ଟଙ୍କା ପଇସା ଗାଡ଼ି ବାଡ଼ି ଏଟା କେବେ ଉନ୍ନତି ହୁଏ ନା। ସେତିକି ଯଦି ହେଇଯିବ ପଛରେ ଇଡ଼ି ଲାଗିଯିବ, ପଛରେ ଆଉ ଗୋଟେ କମ୍ପ୍ଲେନ୍ କରିଦେବ। ଉନ୍ନତି ଦରକାର ମୋ ନିଜ ଚରିତ୍ରରେ, ମୋର ଅନ୍ତରାତ୍ମାର ଉନ୍ନତି ଦରକାର, ମୋ ଧୈର୍ଯ୍ୟଶୀଳରେ ଉନ୍ନତି ଦରକାର, ମୋ କଥାବାର୍ତ୍ତାରେ ଉନ୍ନତି ଦରକାର। ମୋ ପାଖକୁ ଲୋକ ଆସିବା ଦରକାର। ଯଦି ମୁଁ ଠାକୁରଙ୍କୁ ଭଲ ପାଏ ତ ଲୋକ ମୋ ପାଖକୁ ଅଟୋମେଟିକ୍ ଆସିବେ। ମୋ ସହିତ ବସେ ତାଙ୍କୁ ଶାନ୍ତି ଲାଗୁଥିବ, ମୋତେ ବସେ ମୋ ପାଖରେ ବସେ ତାଙ୍କ ମୋ ସହିତ ଆଲୋଚନା କରି ଖୁସି ହେଉଥିବେ। ଯଦି ମୋ ସେତିକି ଜୀବନରେ ମୋ ଚରିତ୍ରରେ ନାହିଁ ତାହେଲେ ମୋ ଠାକୁରଙ୍କୁ ଭଲ ପାଇବାର ଦୁର୍ବଳତା ଅଛି। ପରମ ପୂଜ୍ୟ ଶିଶି ବର୍ଦ୍ଧା ଥରେ ସେମିତି ଜଣେ ଭକ୍ତ ଠାକୁର ପାଖରେ ପ୍ରଣାମ କରୁଛନ୍ତି, ମଥା କପାଳଟା ଭୟର କିଛି ମାତ୍ର ଉଚ୍ଚାରେ ଅଛି। ଠାକୁର ବର୍ଦ୍ଧା କହୁଛନ୍ତି କିରେ ମଥାରେ କାହିଁ ଭୟ ଲାଗିଲାନି? କହିଲେ ଯେତିକି ଫଙ୍କା ରୁହେ ଠାକୁର ତୋଠୁ ସେତିକି ଦୂରକୁ ଛୁଆନ୍ତି। ଆଉ ଥରେ ଠାକୁର ବସିଛନ୍ତି, ଗୋଟେ ଅଲଗା ଦିଗ ମୁହଁରେ ବସିକି ହୋକା ନେଉଛନ୍ତି। ଜଣେ ଭକ୍ତ ଆସି ପ୍ରଣାମ କଲେ, ପ୍ରଥମ ଦିନ ପଳେଇଲେ। ଦ୍ୱିତୀୟ ଦିନ ବି ଆସି ପ୍ରଣାମ କରୁଛି, ହଠାତ୍ ବର୍ଦ୍ଧା କହୁଛନ୍ତି ଆମେ ମାନେ ପଥର ମୂର୍ତ୍ତି ପୂଜୁ ପୂଜୁ ଏମିତି ହେଇଯାଇଛୁ ଯେ ଜୀବନ୍ତ ଦେବତା କ'ଣ ଚାହୁଁଛନ୍ତି ତାହା ବୁଝିପାରୁନୁ। ତଥା କଥିତ ଭାବରେ ପୂଜା ନିଶ୍ଚୟ କରୁଛୁ। କାଲି ହିଁ ଜଣେ ସେ ବାସିକିରେ ମା ଜଣେ ମୋ ଧର୍ମ ଜାଣିନି, ମୁଁ ଧର୍ମ କରିପାରିବିନି, ଏ ଧର୍ମ ମୁଁ ନେଇପାରିବିନି। ମୁଁ ଧର୍ମ ମାନେ ଆପଣଙ୍କ ବୟସ ବହୁତ ମଧ୍ୟ ଯେତିକି ମୁଁ ଜାଣିଛି ଧର୍ମ ମାନେ ସେଇ ଯେଉଁ ପୂଜା ପାଠ ନଡ଼ିଆ ଫଟିଆ ଏଇଟା କିଛି ଧର୍ମ ନୁହଁ। ଧର୍ମ ହେଉଛି ସେଇଟା ଯଦି ଭଲରେ ରହିଲି, ଭଲରେ ବଞ୍ଚିଲି, ଭଲରେ ବଢ଼ିଲି, ଏଇଟା ହିଁ ମୋ ଧର୍ମ। ଯଦି ମୁଁ ଭଲରେ ରହିଲି, ଭଲରେ ବଞ୍ଚିଲି, ଭଲରେ ବଢ଼ିଲି, ମୋ ପଡ଼ାପଡ଼ୋଶୀ ଅଟୋମେଟିକ୍ ମୋତେ ଦେଖିକି ଖୁସି ହେବେ। ସେମାନେ ବି
ଚାହିଁବେ ସେ ରହିଲା କେମିତି ଭଲରେ। ଲୋକ ତ ଅଛନ୍ତି ଆଜ୍ଞା, ଲୋକ କହିବେ, ଲୋକ ଆମ ଦୋଷ ଦେଖିବା ପାଇଁ ଆଗରେ। ତ ମୁଁ ଯଦି ଲୋକ ଦୋଷ ଦେଖନ୍ତି କିନ୍ତୁ ମୁଁ ଯଦି ଠାକୁର ଭଲ ପାଏ ତ ସେମାନେ ମଧ୍ୟ ପରିବର୍ତ୍ତନ ହେବେ। ତେଣୁ ସମସ୍ତଙ୍କୁ ଏତିକି ନିବେଦନ କରିବି, ଯେଉଁମାନେ ଠାକୁରଙ୍କ ଚଳା ସହିତ ହେଇଛନ୍ତି ଠିକ୍ ଭାବରେ ନାମ ଧ୍ୟାନ ନିଷ୍ଠ ସହିତ ଯୋଗାଯୋଗ ରଖି ଆଗିବା ପାଇଁ ହେବ। ସ୍ୱାସ୍ଥ୍ୟ ନିବେଦନ ଜୀବନରେ ଗ୍ରହଣ କରିବା ପାଇଁ ହେବ, କାହିଁକି ଠାକୁର ଚାହିଁଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ରାଷ୍ଟ୍ର। ଠାକୁର ଏମିତି ବି ଅଭୟବାଣୀ ଦେଇଛନ୍ତି, କହିଛନ୍ତି ଏମିତି ସମୟ ଆସୁଛି ମୁଠାଏ ସୁନା ବଦଳରେ ମୁଠାଏ ଚାଉଳ ତମକୁ ମିଳିବ ନାହିଁ, ଲୋକ କ୍ଷୟ ହେବ, ରକ୍ତର ନଦୀ ବହିବ। ଠାକୁର ଯାହା ଯାହା କହିଛନ୍ତି ସେ କେବେ ଭୁଲ ହେବ ନାହିଁ। କାହିଁକି ନା ଠାକୁର ଥରେ ସକାଳ ବେଳା ପାର୍ଲରରେ ବସିଛନ୍ତି, ହଠାତ୍ ତାଙ୍କ ଘରୁ ବାହାରିଲା ଏ ସଂସାର ଅଛି ଯେତେ ନଗରାତି ଗ୍ରାମ ସର୍ବତ୍ର ପଚାରିତ ହୋଇ ସତନା। ଆପଣମାନେ ଆଜି ଦେଖନ୍ତୁ ଠାକୁର ବହୁତ ଦିନ ପାବନାରେ କହିଥିଲେ, ଆଜି ଗାଁରେ ଗାଁରେ ନଗର ନଗର ବିଦେଶରେ ମଧ୍ୟ ସେଇ ନାମ ପ୍ରଚାରିତ ହେଉଛି, ପ୍ରତ୍ୟେକ ଜାଗାରେ ମୁଁ ଗୁରୁ ଭାଇ ପାଇବେ। ଦୀକ୍ଷା ନେବେ କାହାକୁ ଟିକେ ଘୁଷ ଦେବାକୁ ପଡ଼େ ନାହିଁ। ଆମ ଚରିତ୍ର ହିଁ, ଆମ କଥାବାର୍ତ୍ତା ହିଁ, ଆମ ଠାକୁର ପ୍ରତି ଭଲ ପାଇବା ହିଁ ସେ ଲୋକଙ୍କୁ ଆକୃଷ୍ଟ କରେ। ମୋ ଜୀବନରେ ଅନେକ କଥା ଘଟିଛି ସେଇଭଳିଆ। ମୁଁ ଭୁବନେଶ୍ୱର ପଢ଼ୁଥିଲି, ସେ ସମୟରେ ମୋ ଦୀକ୍ଷା ହେଇଥିଲା। ରାଉରକେଲାରେ ପଢ଼ୁଥିଲି, ସେ ସମୟରେ ଦୀକ୍ଷା ହେଇଥିଲା ମୋ ରୁମମେଟ୍ ସହିତ। ପୁରୀ ଚାକିରି କଲା ସମୟରେ ଦୀକ୍ଷା ହେଇଥିଲା। ମୁଁ ତ କେବେ ବି କାହାକୁ କହିନି ଦୀକ୍ଷା ନେବା। ମୋତେ କିନ୍ତୁ ଯେତେ ଫଙ୍କା ପାଏ ମୁଁ ମନ୍ଦିର ପଳାଇ ପ୍ରାର୍ଥନା କରିବା ପାଇଁ। ଭୁବନେଶ୍ୱରରେ ଦୀକ୍ଷା ନେଇଥିଲା, ଆମେ ଆସୁଛୁ ଷୋଳଶୀ ବିହାରରୁ ସାଇକେଲରେ ପ୍ରାର୍ଥନା କରୁଛୁ। ପ୍ରାର୍ଥନା ସରିଲା ପରେ ସେଠି ସବୁଦିନ ଗୋଟେ ଭଜନ ହୁଏ ବର୍ଦ୍ଧାଙ୍କ ପାଖରେ। ସେ ଭଜନଟା ପୂଜନୀୟ ଭିଙ୍କି ତାଙ୍କ ଲେଖା, ମୋର କିଛି ମନେ ପଡ଼ୁନି। ସେଇଟା ଶୁଣିକି ସେ ମୁଁ ଏବେ ଦୀକ୍ଷା ନେଇ ସାଙ୍ଗେ ସାଙ୍ଗେ ଦୀକ୍ଷା ବ୍ୟବସ୍ଥା ହେଇଥିଲା। ଏବଂ ଏକା ସାଙ୍ଗେ ଚାକିରି କରିବାକୁ ମଧ୍ୟ ଯାଇଥିଲୁ, ପୁଣି ଏକା ସାଙ୍ଗେ ଚାକିରି କରୁଥିଲୁ। ପୁନେରେ ଥିବା ସମୟରେ ମୋର ଜୁନିୟର ଭାବରେ ଜଣେ ବିହାରୀ ପିଲା ଜଏନ୍ କରେ ଚାକିରିରେ। ଗୁରୁବାର ସେ ୱିକଲି ଅଫ୍ ଥାଏ, ଆମେ ଯାଉ, ମୁଁ ଯାଏ, ମୋ ସହିତ ସେ ବି ଯାଏ। ସେ କହିଲେ ସାର୍ हम भी जाएंगे। ଯାଉ ପ୍ରାର୍ଥନା କରୁ। ପ୍ରତ୍ୟେକ ଗୁରୁ ପୂର୍ଣ୍ଣିମାରେ ସେଠି ପୂଜ୍ୟପାଦ ଶୃଣ୍ଟିରା ଯାଆନ୍ତି। ଛୋଟ ଅଞ୍ଚଳ ଜାଗା ହେଲେ ମଧ୍ୟ ସେ ଶ୍ରୀମନ୍ଦିର ଅଛି। ସେ ଦାଦାଙ୍କ ଆଶୀର୍ବାଦ ହେଇଥିଲା। ଶୃଣ୍ଟିରା ପାଖରେ ମୁଁ ନିବେଦନ କରୁଛି ମୁଁ ଡିପ୍ଲୋମା କରିବି। ତ ମୋ ସାଙ୍ଗେ ସେ ଓଡ଼ିଆରେ କଥା ହେଲା। ମୁଁ ବି ଟିକେ ଆଶ୍ଚର୍ଯ୍ୟ ହେଇଗଲି। ସେଠି ଅନୁମତି ନେଲା ପରେ ମୁଁ ବାହାରି ଆସି ଯିବା ପାଇଁ, ସେ ପିଲା କିନ୍ତୁ ଆଉ ଉଠିକି ଯାଉନି। ମୋ ସାଙ୍ଗେ ମୋ ରୁମମେଟ୍ ଯେ ପିଲା, ତାର ଦୀକ୍ଷା ପରବର୍ତ୍ତୀ ଦୀକ୍ଷା ହେଇଛି। दीक्षा हाउस पर से मत गोटे कथा कहला सर हमको हम आपको एक बात बोलेंगे। देखो से कहला मु एठी के आसी चाकरी जॉइन करे पूर्व चिंता मर्डर करथिनी, जेल रे थिली, जेल लो बाहर चाकरी जॉइन करली। मु तो एते लोचा छुपा कर मत कहबा की दरकार, मु तो काम कहि देबी। कहला सर मु एति कि हम अनुभव कर पाउछ आपन कहले मु खुशी मत मोर हृदय हल्का हम आपन का कहबा नै, मो संपूर्ण विश्वास अछि। ए विश्वास को मो भीतर छला कि ମୁଁ ତାକୁ ଟିକେ ଭଲ ପାଇବା ଚେଷ୍ଟା କରୁଥିଲି। ଏପରି ତ ଭଲ ପାଇବା ଶିଖିପାରିନି, କାରଣ ମୋର ଭୁଲ ବହୁତ ଅଛି। ମୋତେ ଭୁଲ ମୋ ମା' ବହୁତ ସମୟ ଧରେଇ ଦିଏ, କିନ୍ତୁ ଚେଷ୍ଟା କରିବା ଆମେ, ଚେଷ୍ଟା କରିବା ନା ଭଲ ପାଇବା ପାଇଁ। ସେ କହୁଛି ତୋ ଜୀବନର ଜଳା ଯନ୍ତ୍ରଣା ଦୁଃଖ କଷ୍ଟ ଯାହା ଅଛି ମୋ ମଧ୍ୟରେ ଚାପିଲେ ତୁ ଖୁସିରେ ରହ, ଠାକୁରଙ୍କ କଥା। ତେଣୁ ଆସନ୍ତୁ ସମସ୍ତେ ତାଙ୍କୁ ସେଇ ମାଫିକ ଭଲ ପାଇବା। এটা কেবল নয় যে ঠাকুর ঠাকুর করে রক্ষি দেওয়া, এটা নয় যে আমি গুরু করে রক্ষি দেওয়া, তাকে প্রত্যেক সম্পর্কের আমি ভাল পাই পারিবা। সর্বশেষে সমস্ত বসে মহাজীবন উন্নতিমুখর হোক, শান্তিময় হোক, ইষ্টময় হোক, এদিকে ভক্ত শেষ করছি বন্ধু।